हेलो मुन्ना बाबू नमस्कार। नमस्कार। आज्ञा आपण पाखरे गोटे छोटिया कामटे थिला आपण फ्री अछंती कि? हाँ कोरान। आपण फ्री अछंती जदि कहंते ताले मु मोर वक्तव्यटा को आपनका आगे उपस्थापन करी। एक्चुअली कथा कौन मुझे 3 दिन हेलानी स्वप्न देखी बोली भाबुची किंतु गोटे कथार कन्फ्यूज अछि कोन जानछ। एक्चुअली मुझे आखि नहीं स्वप्न देखिया पे तम आखिटा मते धार देबो कि? मते देले मु आपन आखिरे स्वप्न देखि कि आपन ही फेरे देबी। आपन फ्री कॉल करंदी ना आपन बैकग्राउंड साउंड हो रही है अपन के साइड पर आसुनांती। हेलो हाँ हेलो बोले आपन का आखि दुटा मते धार दे परिबे कि? हाँ भाई एक्चुअली मैं चाहूँ जे आपन का आखि में स्वप्न देखिबा भाई मो आखि में मो स्वप्न देखले खाली भूत स्वप्न उड़ा आसु ଆମର ତ ବେକାର କଥା ଶୁଣନ୍ତୁ ବେକାରିଆ କଥା ଆପଣଙ୍କ ପାଇଁ ହେଇପାରେ କିନ୍ତୁ ମୋ ପାଇଁ ତ ଇମ୍ପୋର୍ଟାଣ୍ଟ ନା ଆମ ପାଇଁ ତ ଇମ୍ପୋର୍ଟାଣ୍ଟ ନା ମନେ ରଖେ। ଶୁଣନ୍ତୁ ମୁଁ କଣ ଆପଣଙ୍କୁ କିଛି ଖରାପ କଥା କହୁଛି କହିଲେ? ମୁଁ ସେଇ କଥା କହୁଛି ଆପଣ ଯଦି ଆପଣଙ୍କ ଆଖି ଦେଇପାରିବେ କି କିଛି ସମୟ ପାଇଁ ମୁଁ ଟିକେ ସ୍ୱପ୍ନ ଦେଖି ଆଜି ସ୍ୱପ୍ନ ଦେଖି କାଲିକି ଆପଣଙ୍କୁ ଫେରେଇଦେବି। ଦେଖନ୍ତୁ ମୁଁ କାହା ଜିନିଷ ରଖେ ନାହିଁ ହେଲା ମୁଁ ବହୁତ ସଂସ୍କାରୀ ବୁଝିପାରୁଛନ୍ତି। ମୁଁ ଯଦି ମତେ କି 10 ଟଙ୍କା ଦେଲେ ନା ମୁଁ ତାକୁ 20 ଟଙ୍କା କରିକି ଦବା ପିଲା ମୁଁ ଆପଣଙ୍କୁ ଟ୍ରଷ୍ଟ ରଖୁନି ମୁଁ ଆପଣଙ୍କୁ ଫେରେଇ ଦେବି କେବଳ ସ୍ୱପ୍ନ ଦେଖି ସାରିଲା ପରେ। ମୋ ମନ କହୁଛି ମୁଁ ଆପଣଙ୍କ ଆଖିରେ ସ୍ୱପ୍ନ ଦେଖିବା ପାଇଁ। ନାଇଁ ନାଇଁ ସତରେ କହୁଛି ମୁଁ ଆପଣଙ୍କ ଆଖିରେ ସ୍ୱପ୍ନ ଦେଖିବାକୁ ଚାହୁଁଛି। ଦେଖ ସ୍ୱପ୍ନ ମୁଁ ରଖୁଛି ମୋର ଶୁଣନ୍ତୁ ହ୍ୟାଲୋ ମୁନ୍ନା ବାବୁ ରାଗୁଛନ୍ତି କଣ ପାଇଁ? ମାନେ ମୋ କହିଲେ ତମ ବେକାରିଆ କଥା ହେଲା। ଶୁଣ ମୁଁ ବେକାରିଆ କଥା କହୁନି ଚଳ ଠିକ ଅଛି ମୁଁ କାରିଆ କଥା କହିବି ତ। ଗୋଟେ ଜଙ୍ଗଲରେ ଗୋଟେ ବାଘଟେ ଥିଲା ବୁଝିପାରୁଛ ଜଙ୍ଗଲରେ ବାଘଟେ ଥିଲା ଆମର କଣ କାମ ଆମେ ସେ ବାଘ ପାଖକୁ କାହିଁ ଯିବା ବାଘ ତ ବଣରେ ରହିଲେ ରହିବା। ମୁନ୍ନା ବାବୁ ହ୍ୟାଲୋ ଶୁଣୁନାହାନ୍ତି ହ୍ୟାଲୋ ରାଗନ୍ତୁନି ଶୁଣନ୍ତୁ ଆଜି ଜୀବନ କାଲିକି ନାହିଁ କାହିଁକି ନାହିଁ ଯଦି ମୋ ସାଙ୍ଗରେ ହସି ଖେଳିକି ଦିପଦ କଥା ହେଇଯାଉଛନ୍ତି କଣ ଆପଣଙ୍କର ମୁଁ ଲକ୍ଷଟା ନେଇଯାଉଛି କହିଲି? କୁହନ୍ତୁ ଗୋଟେ କଥା ବିଚାର କରନ୍ତୁ ଆପଣ ତ ଗୋଟେ ବୁଦ୍ଧିମାନ ଲୋକ ବୟସ୍କ ଲୋକ ସମାଜ ସେବକ ଲୋକ ଗୋଟେ କଥା କହୁଛି ଯଦି ମୋ 5 ମିନିଟ୍ କଥା ହେଇଯାଉଛନ୍ତି ଆପଣଙ୍କର କଣ କଣ କିଛି କ୍ଷତି ହେଇଯାଉଛି କି କୁହନ୍ତୁ? ମୁନ୍ନା ବାବୁ ଶୁଣୁଛନ୍ତି ତ ଚିହ୍ନି ପାରୁନାହାନ୍ତି? ହଁ ଚିହ୍ନି ପାରିଲି ତ କିଏ ହଉଛି କହିଲ? ସେଇ ଆଉ କଣ ଆଖି ନବ ସ୍ୱପ୍ନ ଦେଖିବ କହୁଥିଲା ଆକ୍ଚୁଆଲି କଥା କଣ କି ମୁଁ ଟିକେ ଜଟିଳ ଭିତରେ ପଶି ଯାଇଥିଲି ତ। ତମେ କଣ ଜଟିଳ ଭିତରେ ପଶିଗଲା? ହଁ ବହୁତ ଜଟିଳ ଥିଲା ସମୟଟା ତ ସେଥିପାଇଁ ଟିକେ କଲ୍ କରିପାରିନଥିଲି। ବୟଫ୍ରେଣ୍ଡ ଏମିତି କଥା କହିବନି ପ୍ରଦୂଷଣ କଥା ଭଲ ଲାଗେନି ମତେ। ଆକ୍ଚୁଆଲି ମୋ କଥାଟା କୋଉଠି ଥିଲା ଅଧାରେ ରହିଯାଇଥିଲା ନା କି? ହଁ ମୁଁ ଚାହୁଁଥିଲି କି ତମ ଆଖିଟା ଟିକେ ଧାର ନେଇଥାନ୍ତେ ତ। ଆଖିଟାକୁ ଆମେ ଫ୍ରିରେ ଦବୁ କେବେ? ନାଇଁ ଆମେ କଣ ଭାବୁଛୁ କରିବ ତମେ ନିଜ ପାଇଁ ଯଦି ମାଗୁଛ ତାହେଲେ ମାନେ କଣ? ନାଇଁ ଆମେ ମୁଁ ଚାହୁଁଛି ତମ ଆଖିଟା ଆଣିକି ମୁଁ ସ୍ୱପ୍ନ ଦେଖିବାକୁ ଚାହୁଁଛି ମାନେ ତମ ଆଖିରେ ମୁଁ ଦୁନିଆଟାକୁ ଦେଖିବାକୁ ଚାହୁଁଛି ବୁଝିପାରୁଛ ତ? ବୁଝ ଲଜିକାଲ କଥାଟା ଟିକେ ବୁଝିବାକୁ ଟ୍ରାଏ ଟିକେ କର ମାନେ ମୁଁ ତମ ଆଖିରେ
ସ୍ୱପ୍ନ ଦେଖିବାକୁ ଚାହୁଁଛି ମାନେ କଣ, ମାନେ ଏଇ ଯୋଉ ଶୋଇକି ଯୋଉ ସ୍ୱପ୍ନ ଦେଖୁଛନ୍ତି ସେଇ ସ୍ୱପ୍ନ ନୁହଁ, ସେଇ ଯୋଉ ସ୍ୱପ୍ନ ଯିଏ ନିଦ ହଜେଇଦିଏ ସେଇ ସ୍ୱପ୍ନ। ଆମକୁ ସେସବୁ ଛୁଟି ଦୂରରେ ଆମକୁ ଆଉ ସ୍ୱପ୍ନ ମୁଁ କଣ ତା ପାଖରେ ଅଛି, ମୁଁ ବି ସେଇ ଦୂରରେ ଅଛି। ସେଇ ଯୋଉ କହୁ ନା ଆମେ ସେଇ ସବୁରେ ଆମେ କାହାକୁ କାହିଁ ସ୍ୱପ୍ନ ଦେଖେଇବୁ ଆମ ଆଖିରେ। ନାଇଁ ମତେ ତ ଦେଖିବାକୁ ଇଚ୍ଛା ଅଛି ତମ ଆଖିରେ ସ୍ୱପ୍ନ, ମୁଁ କିଛି ଜାଣିନି। ଆପଣ ଚିହ୍ନିନି ଜାଣିନୁ କାହିଁ ପ୍ରକାର ତମକୁ ଏମିତି କଥା କହିବନି ହେଲା, ଚିହ୍ନିନି ଜାଣିନ କଣ ଆପଣ ଚିହ୍ନି ଆଉ କଣ, ମୁଁ ବା ତମକୁ ଚିହ୍ନିଛି। କିଏ କହିଲ? ମୁଁ ତମେ କିଏ ଗୋଟେ ହେଇଥିବ କିନ୍ତୁ ମୁଁ ଚିହ୍ନିଛି। ନାଇଁ ଏତେ କଥା ନାହିଁ, ଶୁଣ ଗୋଟେ କଥା କହୁଛି, ତମର କିଏ ଗାର୍ଲଫ୍ରେଣ୍ଡ ଅଛନ୍ତି? କଣ ଭାବୁଛୁ ଅଛନ୍ତି ନା ନାହାନ୍ତି? ନାହାନ୍ତି, ଥିଲେ ତ ମୋ ସଙ୍ଗେ କଥା ହେଇନଥାନ୍ତୁ ନା। ସେଟା ଭୁଲ ଜିନିଷ ନା। କୋଉଟା ଭୁଲ ଜିନିଷ, ମୁଁ ଭାବିବାଟା ଭୁଲ ନା ତମେ ଭାବିବାଟା ଭୁଲ, ଥିଲେ ଯୋଉ କଥା ହେଇନଥାନ୍ତେ। ଗାର୍ଲଫ୍ରେଣ୍ଡ ଅଛନ୍ତି କୁହ? ଗାର୍ଲଫ୍ରେଣ୍ଡ ହଁ ଅଛନ୍ତି। ଆଉ ଥାଉ ତ କଣ ହେଲା, ମୋର କିଛି ପ୍ରୋବ୍ଲେମ ନାହିଁ। ମୁଁ ଆଡଜଷ୍ଟ କରି ରହିଯିବି, ଜାକି ଜୁକି କଡରେ କୋଉଠି ଟିକେ ରହିବି। ଶୁଣ ଗୋଟେ କଥା କହୁଛି, ମୁଁ ଆକ୍ଚୁଆଲି ମୋଟାର ଲୋକ ନୁହଁ, ମୁଁ ପୁରା ପତଳାଟା। ମୁଁ ସେ ହୃଦୟର ଘରେ କୋଉଠି ଟିକେ କଣରେ ରହିଗଲେ ବି ଚଳିବ, କିଛି ଅସୁବିଧା ନାହିଁ। ହୃଦୟରେ ତମ ରଖିବା ଜାଗା ନାହିଁ। ନାଇଁ ତମେ କହିଲା କିଛି କଥା, ମୁଁ ଅଲରେଡି ନାଇଁ ମୁଁ ରିଜର୍ଭ କରିନେଇ ସାରିଲିଣି, ତମେ ମନେ କଲେ ଥୋଡି ନା ହବ। ତମ ଆଖିରେ ସ୍ୱପ୍ନ ଦେଖିକି ପୁଣି ମୋ ଆଖି ମାରକୁ ସ୍ୱପ୍ନ ଦେଖିବାକୁ, ତାମାନେ ତମର ପ୍ରବଳ ମାନେ ଦୋଷ ଅଛି। ସବୁବେଳେ ଅଲଗା ବୁଝିଲା, ତମ ମନଟା କେତେ ବଡ, ସେଇଭଳିଆ ଲୋକକୁ ଆମ ଭିତରେ ଆମେ ଜାଗା ଦେଇପାରିବୁ? ଦେଖୁଛ ଜମିବାଡି ରେଟ୍ ଯୋଉଭଳିଆ ହେଲାଣି, ଆମେ ତମକୁ କେମିତି ଜାଗା ଦବୁ? ନାଇଁ ତମେ କିଛି ସେସବୁ ଚିନ୍ତା କରିବା ଦରକାର ନାହିଁ, ମୁଁ ରେଷ୍ଟି କରିଦେବି, କିଛି ଆବଶ୍ୟକ ନାହିଁ ସେ ମାନେ ଇଆଡେ ସିଆଡେ ମୁଣ୍ଡ ଖେଳେଇବା। ମୁଁ ସବୁ ମ୍ୟାନେଜ କରିଦେବି, ବୁଝିପାରିଲ? ଠିକ ଅଛି, ତାହେଲେ କଣଟା ତାହେଲେ ହେଲ୍ପ ହଉଛି କଣ କି ମୁଁ ତମ ଆଖିରେ ସ୍ୱପ୍ନ ଦେଖିବାକୁ ଚାହୁଁଛି। ତାମାନେ କଣ, ମୁଁ ସ୍ୱପ୍ନ ଦେଖିବିନି, ତମେ ତା ଦେହରେ ଅଧା ଜିମ୍ମେଦାରି ହବ। ମତେ ନେଇକି ସ୍ୱପ୍ନ ଦେଖିବି? ହଁ, ତମେ କଣ ବୁଝୁଛ, ତମେ ସେ 99ରେ ବୋଧେ ରହିଯାଇଛ, ବୁଝିପାରିଲ? ଆମେ 99 ରହିଛୁ ଯେ ତମେ ଏତେ ଆଗକୁ ଭାବିଲଣି, ଆମେ ମୋର କିଛି ଆରମ୍ଭ ହେଇନି, ତମେ ଏକାଥରେ ଭାବିଲଣି ସ୍ୱପ୍ନ ଦେଖିବା କଥା। ତମେ ଭାବିବାକୁ କିଏ, ତମେ କଣ ପାଇଁ ଭାବିବ ମୁଁ ବୁଝିପାରୁନି। ଆଉ ନାଇଁ ତମେ କିଛି ଭାବିବନି, ମୁଁ ଯାହା ଭାବିବି ସେଇଆ ହବ, ତମେ କଣ ଭାବିବ? ତମେ କହିସାର ତମେ କହିବି ଆଉ। ତ ଆମେ ତାହେଲେ ଆଗକୁ ଯିବା। ଆଜ୍ଞା। ଆଗରେ ଯଦି ଖାଲ ପଡିଲା, ପଡିଲେ ଆମେ ପେଟେଇ ପଡିବ, ତମେ ଚଢିକି ପଳେଇବ, ଆଉ କଣ ଅଛି? ନାଇଁ ମୁଁ ତମ ଆଖିରେ ସ୍ୱପ୍ନ ଦେଖି ତମେ ପେଟେଇ ପଡିଲେ ପୁଣି ଭୁଲ ହବନି କହିଲ? ଭୁଲ ନାହିଁ। ଆଉ ଯଦି କିଏ ଆଉ କିଏ ଜଣେ ମତେ ଆଖି ଦେଇଦବ ସ୍ୱପ୍ନ ଦେଖିବା ପାଇଁ, ଭୁଲ ଭାଲ ହେଇଯିବ। ସେଇଟା ଦିଅନ୍ତୁ, ସେଟା ତମେ ନେଇପାରିବ। ମୁଁ ଏତେ ନିଷ୍ଠୁର ନୁହେଁ, ତାପରେ ସେଇଠୁ ତମେ ମତେ କହିବ ନିଷ୍ଠୁର ପ୍ରେମିକା, ଧୋକାବାଜ ପ୍ରେମିକା, ଏତେ ସବୁ ଉପାଧି ମୁଁ ନବାକୁ ଚାହୁଁନି। ଝିଅ ପିଲା ମାନେ ମୁଁ ଆକ୍ଚୁଆଲି ଚାହୁଁନି ମୁଁ ସେ ଉପାଧି ନବା ପାଇଁ ତମ ଠାରୁ, ବୁଝିଲ? ଭଲ ଉପାଧି ନେବାକୁ ଚାହୁଁଛ ମାନେ ଭଲ କାମ କରିବାକୁ ପଡିବ। ହଁ କହୁନ କଣ କରିବି? ମୁଁ ଯାହା କହିବି ତମେ କଣ ସେୟା କରିବ? ହଁ, କଣଟା କହିବ ସେଇଟା ଆଗ କହୁନ। ତମେ କିଏ ମତେ ପରିଚୟ ଦିଅ, ତାପରେ ଏତେ ଆଗକୁ ଯାଆନା ତମେ। ଘର କୋଉଠି କୁହାହେବି? ଘର ପର୍ଯ୍ୟନ୍ତ କରିନି, ମାନେ ତମେ ଚାହିଁଲେ ଘରଟା ଷ୍ଟାର୍ଟ ହବ। ମୁଁ ଚାହିଁଲେ? ମାନେ କଣ ମିସ୍ତ୍ରୀ କାମ କରିବି ନା କଣ? ନା ମିସ୍ତ୍ରୀ କିଛି ଦରକାର ନାହିଁ, ମୁଁ ସବୁ ସେଗୁଡା ଯୋଗାଡ କରିଦେବି। ଆଉ କଣ ମୁଁ ଚାହିଁବି ମାନେ କଣଟା ଚାହିଁବି? ତମେ ଚାହିଁଲେ ତ ସବୁ ହେଲା ଆଉ। ତମେ ଚାହିଁବ, ଦେଖ ମୁଁ ତମକୁ ଆଇ ଲଭ୍ ୟୁ କହିବି, ତମେ ଯଦି ନା କହିଦବ ତାହେଲେ ସେ କଣ ଆଗକୁ ଯିବ କହିଲ? ସେଇଟା କେମିତି ହଁ କହିଦେବି, କେମିତି ତମେ ଭାବୁଛ?
ନାଇଁ ନାଇଁ ତମେ ହଁ କହିବନି, ମୁଁ ସେଥିପାଇଁ ଏବେ 4 ଥର ଏଠି ପଚାରି ସାରିଲିଣି ଆମେ ଆଗକୁ ଯିବା, ତମେ 4 ଥର ଯାକ ହଁ କହିସାରିଲଣି, ଆଉ ପୁଣି କେମିତି କହିବ ହଁ? ନା 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 ନା, କେମିତି? କଣ ଶୁଣ, ନାଇଁ ତମ ସାଙ୍ଗରେ ଆମେ ମିଶିନୁ, ଜାଣିନୁ, କଥା ହେଇନୁ, କେମିତି କଣ ମୁଁ ତମକୁ ମୁଁ ତମକୁ ଭଲ ପାଉଛି, ତମେ ହଁ କହିଦବ? ନାଇଁ ଶୁଣ ମୋ କଥା ଶୁଣ, ମୁଁ ଯଦି ଏବେ ଲେକ୍ଚର ଦେବି ସରିବନି, କିନ୍ତୁ ମୁଁ ସର୍ଟକଟରେ କହିବାକୁ ଚାହୁଁଛି ଆମେ ଲେକ୍ଚର ଦେଲେ ସରିବନି, ତମେ ବି ମୁଁ ବି ସର୍ଟକଟରେ କୁହ, ତମକୁ ଶୁଣୁଛି। ଯଦି ସବୁ ସର୍ଟକଟ ହେଇଯିବ ତାହେଲେ ସର୍ଟକଟ ଆମେ ଲକ୍ କରିଦେବା, ଆଉ କଣ ଏତେ ଆର୍ଗୁମେଣ୍ଟ କଣ ପାଇଁ? ଆର୍ଗୁମେଣ୍ଟ କିଛି ନାହିଁ, ସର୍ଟକଟରେ ମାନେ ସର୍ଟକଟରେ ବି ଶୁଣୁଛି ଆଉ। ଦେଖ ସେଦିନ ମୁଁ କଲ୍ କରିଥିଲି, ତମେ କଥା ହେଲ କି ନାଇଁ ମୋ ସାଙ୍ଗରେ? ମୁଁ ବ୍ୟସ୍ତ ଥିଲି, ଆଜି ବି ଡ୍ୟୁଟିରେ ଅଛି, ସେଦିନ ବି ଡ୍ୟୁଟିରେ ଥିଲି, ଆଜି ବି ଡ୍ୟୁଟିରେ ଅଛି। ଡ୍ୟୁଟିରେ ତ ଦେଖ ଲାଇଫରେ ତ ଡ୍ୟୁଟି ବହୁତ କରିବ, ହଁ କି ନାଇଁ? ଥୋଡି ନା ମୋ ସାଙ୍ଗେ କଥା ହେଇପାରିବ ଏତେ ଟାଇମ ତ ହବନି, କାହିଁକି ନା ତମେ ଅଫିସ ଯିବ, ଅଫିସରୁ ଆସିବ, ଘରକୁ ଯିବ, ଅଫିସକୁ ଆସିବ, ଘରକୁ ଟାଇମ ହବନି କଥା ହବାକୁ। ଲୋକ ସମସ୍ତଙ୍କୁ କଣ ଟାଇମ ଦେଇହବ, ସେମିତି କିଛି ଲୋକଙ୍କୁ ଦିଆହବ ନା ଆଉ। ହଁ ଯେମିତି କି ମତେ ଯେହେତୁ ମୁଁ ତମର ସ୍ପେସିଆଲ, ତ ମତେ ହିଁ ତମେ ଟାଇମ ଦବ ନା। ଠିକ କଥା କହୁଛ, ସ୍ପେଶାଲ କିଛି ମୁଁ ବୁଝିପାରୁଛି। ତମେ ଜାଣିଛ ତ ତମ ସ୍ପେଶାଲ ପର୍ସନ ର ଫେଭରାଇଟ ଫ୍ରୁଟ କଣ ଜାଣିଛ ନା ନାଇଁ? ନା। ଜାଣିନା? ମୋମୋସ୍ ବହୁତ ଭଲ ଲାଗେ ତାକୁ। ମୋମୋସ୍ ମଣିଷ ଖାଆନ୍ତି? ହଁ, ଆଉ ତମ ସ୍ପେଶାଲ ପର୍ସନ କଣ, ସେ ମଣିଷ ନୁହଁ? ଆଉ ମୋମୋସ୍ ମଣିଷ ଖାଆନ୍ତି? ତମେ କଣ କହୁଛ? ଆଚ୍ଛା ଜାଣିନ, ମୁଁ ଗୋଟେ ଗୀତ ବୋଲିକି ମତେ ଶୁଣେଇଲ। ତମେ ଗୀତ ବୋଲ, ତମ ଭଏସ ମୋ ଭଏସ ତ ଶୁଣିବ ଯୋଉ ପୁରା ଭଏସ ଟା, ତମେ ଗୀତ ବୋଲିଲେ ଭଲ ଲାଗିବ। ତମେ ଫାଷ୍ଟ ବୋଲ, ମୁଁ ତାପରେ ବୋଲିବି। ନାଇଁ ତମେ ବୋଲ, ମୁଁ ଟିକେ ଶୁଣିପାରେ। ନାଇଁ ତମେ ଫାଷ୍ଟ ବୋଲ, ତାପରେ ମୁଁ ବୋଲିବି ଆଉ। ଆମ ଗୀତ ଆସେ ନା? ଆସେ ନା, ମୁଁ ଶୁଣିଥିଲି ତମେ କୁଆଡେ ବହୁତ ଭଲ ଗୀତ ବୋଲ। ଏତେ କଥା ଏବେ ଶୁଣିଛ, କୁହନି ମୋ ଘର କୋଉଠି କୁହନି? ମୁଁ କଣ କହିବି? ଆଉ ମୁଁ କୋଉଠି ଅଛି ଏବେ, କୋଉଠି କଣ କରୁଛି କୁହନି? ଗୋଟେ କୁହ, ତାପରେ ମୁଁ ଜାଣିବି। ନହେଲେ ଏମିତି ତ ରଙ୍ଗ ନମ୍ବର କେତେବେଳେ କଲ୍ କରି କଥା ହେଇଯିବି। ଗୋଟେ କାମ କରିବ, ମୁଁ ଶୋଇ ସାରିଲା ପରେ ଲାଇଟ୍ ଟା ବନ୍ଦ କରିବାକୁ ଟିକେ ପ୍ରୋବ୍ଲେମ ହଉଛି, ବୁଝିପାରିଲ? ମୁଁ ତମକୁ ଫୋନ କରିଦେବି, ତମେ ଟିକେ ଇଲେକ୍ଟ୍ରିକ ଅଫିସକୁ ଫୋନ କରି କହିଦବ ଲାଇନ ଟା କାଟିଦେବେ ହେଲା। ନିହାତି ଆଉ ମୋ ଘର ଓନରକୁ କଣ କର? ଡିଜିଟାଲ ଯୁଗ ହେଲାଣି, ସ୍ମାର୍ଟ ବଲ ଲଗେଇବ ନା, ମୋବାଇଲ ଅପଡେଟ କରିଦବ। ତମେ ଲଗେଇଥିଲ, ମତେ କଣ କହୁଛ ଲଗେଇବାକୁ? ତମେ ଲଗେଇବ ନା ଆଉ। ମୁଁ କାଇଁ ଲଗେଇବି? ଆମ ଟାଇମ ଆସିଲେ ଆମେ ଲଗେଇବୁ, ଆଉ ଏବେ ଆମ ଟାଇମ ଆସିଲାଣି। କଣ କାମଟା କରିବ କହିଲ? କିଛି ତ ଗୋଟେ କାମ କରୁନ, ଗୋଟେ କଥା କିଛି କହିବି ମାନୁନ, ଆଉ କଣ କହିବି ତମକୁ? ତମକୁ ଗୋଟେ ଗୀତ ବୋଲିବାକୁ କହିଲି, ତମେ ବୋଲିଲ? ପଶିବଲ ଜିନିଷ କହିବ ନା, ଗୀତ ଆମ ଦ୍ୱାରା ହବନି, ଆମେ କେମିତି ବୋଲିବୁ? ଗୋଟେ ସାଇରୀ କହିଲ। ସାଇରୀ କହିବି? କାହା ଉପରେ କୁହ? ମୋ ଉପରେ କହିବ, ମୋ ଉପରେ। ମୁଁ ତମ ସ୍ପେସ୍ ଦେବି? ତମ ଉପରେ, ତମ ନାଁ ଟା କଣ?